ସାଙ୍ଗମାନେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଚିକି ଏକଦମ ଭାବେ ସୁରକ୍ଷିତ ଅଛନ୍ତି। ଚିକିଙ୍କର କିଛି ବି ହେଇନି। ଆପଣମାନେ ତ ଜାଣିଥିବେ ଜେଜେମା କାହାରି କଥା ନ ଶୁଣି ଚିକିଙ୍କ ଉପରେ ଗୁଳି ଚଲେଇ ଦେଇଛନ୍ତି। ଆଉ ସେଇ ଗୁଳି ଚିକିଙ୍କର ଡେଥ୍ ହେଇସାରିଛି। ଚିକି ସବୁଦିନ ପାଇଁ ମରିସାରିଛନ୍ତି। କିନ୍ତୁ ଏହା ସତ ନୁହେଁ, ଏହା ଏକ ସ୍ୱପ୍ନ ଥିଲା। ଆଉ ଏ ସ୍ୱପ୍ନକୁ ଦେଖିଛନ୍ତି ରୋହି। ଆଉ ଯେତେବେଳେ ରୋହି ଏ ସ୍ୱପ୍ନ ଦେଖୁଛନ୍ତି ସେ ମନେ ମନେ କହୁଛନ୍ତି ଇଏ ତ ଏକ ଭୟଙ୍କର ସ୍ୱପ୍ନ ଥିଲା ଆଉ ମୋ ପାଇଁ ଗୋଟେ ସୁପଚିତକ ସ୍ୱପ୍ନ ଥିଲା। ଏ ସ୍ୱପ୍ନରେ ତ ମୋର ହିଁ ଫାଇଦା ଅଛି। ଯଦି ଏ ସ୍ୱପ୍ନଟା ତାହେଲେ ସତ ହେଇଯିବ ତାହେଲେ ସବୁଦିନ ପାଇଁ ମୋ ରାସ୍ତାରେ କଣ୍ଟା ହଟିଯିବ। ଆଉ ଏ ସ୍ୱପ୍ନକୁ ମୁଁ ପୂରଣ କରିବାକୁ ହେଲେ ଏ କଥା ମୁଁ ଯାଇ ଆଇକି କହିବାକୁ ପଡ଼ିବ। ଆଉ ଏମିତି କହି ସେ କାମିନୀ ଜେଜେମାକୁ ସବୁ ସତ କଥା କହିବାକୁ ଚାହୁଁଛନ୍ତି। ହେଲେ ଏତେବେଳେ ଜେଜେମା ଜେଜେବାପାକୁ କହୁଥିବ ଯେ ମୋର କିଛି ବି ଭଲ ଲାଗୁନି। ଆଉ ଗୋଟେ କଥା, ବିନା ପ୍ରମାଣରେ ମୁଁ କୌଣସି କଥାକୁ ବିଶ୍ୱାସ କରିପାରୁନି। ସେ ଝିଅ କେବେ ବି ଠିକ୍ ନୁହଁ। ମୋତେ ପ୍ରଥମେ ସବୁ କଥାର ପ୍ରମାଣ ଦରକାର। ଆଉ ଏ କଥା ଶୁଣିଲା ପରେ ରୋହି ମନେ ମନେ କହୁଛନ୍ତି ଏ ବୁଢ଼ୀ ତ ଜେଜେ କଥା ଶୁଣିନି, ମାନେ ବୁଢ଼ା କଥା ଶୁଣିନି। ଆଉ ସେ ମୋ କଥା କ'ଣ ଶୁଣିବ? ତାକୁ ପ୍ରଥମେ ପ୍ରମାଣ ଦରକାର। ଆଉ ମୁଁ ପ୍ରଥମେ ରାମ ଆଉ ଚିକିଙ୍କର କଣ୍ଟ୍ରାକ୍ଟ ମ୍ୟାରେଜ ପେପରଟିକୁ ପାଇବା ଦରକାର। ପରେ ସବୁ କଥା ମୁଁ ବୁଢ଼ୀକୁ ଜଣେଇବି। ତେବେ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି? ସତରେ କ'ଣ ରାମ ଆଉ ଚିକି କଣ୍ଟ୍ରାକ୍ଟ ମ୍ୟାରେଜ ପେପରଟି ରୋହି ହାତରେ ପଡ଼ିଯିବ? ଯଦି ହଁ ତାହେଲେ ଆମକୁ ୟେସ୍ ବୋଲି କମେଣ୍ଟ କରନ୍ତୁ। ଯଦି नो ତାହେଲେ ଆମକୁ नो ବୋଲି